ମହାପ୍ରଭୁ ଜଗନ୍ନାଥ ଏବଂ ତାଙ୍କ ଭକ୍ତମାନଙ୍କ ଭିତରେ ଥିବା ନିବିଡ଼ ପ୍ରେମର ଅନେକ କିମ୍ବଦନ୍ତୀ ଆପଣ ଶୁଣିଥିବେ। ହେଲେ ଆମେ ଆପଣଙ୍କୁ ଆଜି ସଚିପ୍ରିୟାଙ୍କ ବିଷୟରେ କହିବୁ, ଯିଏକି ଏକ ରାଜକନ୍ୟା ହୋଇ ମଧ୍ୟ ପରବର୍ତ୍ତୀ ସମୟରେ ଶ୍ରୀକ୍ଷେତ୍ର ଆସି ରାଧା ଦାମୋଦରଙ୍କୁ ପୂଜା କରୁଥିଲେ ଏବଂ କାଳକ୍ରମେ ଶ୍ଵେତଗଙ୍ଗା ପୁଷ୍କରିଣୀର ଯଜ୍ଞକୁଣ୍ଡରୁ ଉଭା ହୋଇ ଗଙ୍ଗାସାଗରରେ ବାହାରିଥିବା କିମ୍ବଦନ୍ତୀ ରହିଛି। ତେବେ ଚାଲନ୍ତୁ ତାଙ୍କ ବିଷୟରେ ଜାଣିବା। ରାଜକନ୍ୟା କଲିକତା ପାଖରେ ଗୋଟିଏ ଗାଁ ପୁଟିଆନଗର। ପୁଟିଆନଗରର ରାଜକନ୍ୟା, ତାଙ୍କ ନାଁ ହେଲା ସଚିପ୍ରିୟା। ତାଙ୍କ ମାଆଙ୍କ ନାଁ ହେଲା ଶ୍ରୀମତୀ ଆଉ ବାପାଙ୍କ ନାଁ ହେଲା ନରସିଂହ। ରଜାର ଝିଅ। ଆଗେ ରଜାମାନଙ୍କ ପାଇଁ ସ୍ୱୟଂବର ହୁଏ। ସ୍ୱୟଂବର ହେଲା ପରେ ଏ ସମକକ୍ଷ ରଜା କେହି ଏ ଝିଅକୁ ମିଳିଲେ। ଯଦି ନ ମିଳିଲା ପରେ ଏ ଝିଅଟି ଯେତେବେଳେ ବାହା ନ ହେଇପାରିଲା, କିଛି ଦିନ ଗଲା ପରେ ତାଙ୍କ ମା ଶ୍ରୀମତୀ ଦେହାନ୍ତ କଲେ। ଦେହାନ୍ତ ପରେ ସେ ଯେତେବେଳେ